ଜଗନ୍ନାଥ। ଜୟ ଜଗନ୍ନାଥ। ନମସ୍କାର। ନମସ୍କାର ଆଜ୍ଞା। ସ୍ୱାତିଲଗ୍ନା ଆଜ୍ଞା ନମସ୍କାର। ସ୍ୱାତିଲଗ୍ନା ଇ ପତ୍ରିକାର ନୂତନ କାର୍ଯ୍ୟକ୍ରମ ଅନଲାଇନ ରେ ଅତିଥିଙ୍କ ସହ ଆଳପରେ ଆଜି ଆମେ ଭେଟିବା ନୟାଗଡ଼ ଜିଲ୍ଲାରେ ଜନ୍ମିତ ଶ୍ରୀ ଲକ୍ଷ୍ମଣ କୁମାର ନାୟକଙ୍କୁ। ଆଜ୍ଞା ନମସ୍କାର। ନମସ୍କାର ସାର୍, ଆପଣଙ୍କ ଫାଷ୍ଟ ପରିଚୟ। ମୁଁ ଶ୍ରୀ ଲକ୍ଷ୍ମଣ କୁମାର ନାୟକ, ବ୍ୟକ୍ତିଗତ ଭାବରେ ଶିକ୍ଷକତା କରେ, ଆଉ କବିତା ପ୍ରତି ନିଶା ରହିଛି। ପେଶା ଯଦିବା ଶିକ୍ଷକତା, ବ୍ୟକ୍ତିଗତ ଭାବରେ ସାହିତ୍ୟ ପ୍ରତି ଅନେକ ଦିନରୁ ପିଲାଟି ଦିନରୁ ପଢିବା ବେଳୁ ରୁଚି ରହିଛି, ଆଉ ଏଇଟା ଆଜୀବନ ରହିବ ମଧ୍ୟ। ସାର୍, ଆପଣ ପେଶାରେ ଶିକ୍ଷକତା କରନ୍ତି ଏବଂ ନିଶାରେ ସାହିତ୍ୟ ପ୍ରତି ଅନୁରାଗ ଓ ସାହିତ୍ୟ ପ୍ରତି ଭଲ ପାଇବା। ସାର୍, ଏହା କେବେଠୁ ଆରମ୍ଭ ଆଜ୍ଞା, ହେଲା? ଏହା କେବେଠୁ ଆରମ୍ଭ ହେଲା? କାହିଁକି ଏଇଭଳି ଗୋଟେ ଭାବ ଜାଗ୍ରତ ହେଲା ବୋଲି ଆପଣ ଭାବୁଛନ୍ତି? ସୁନ୍ଦର ପ୍ରଶ୍ନଟିଏ ରଖିଛନ୍ତି ସାନ ଭାଇ। ଆ କହିବାକୁ ଗଲେ ଏଇଟା ପିଲାଟି ଦିନରୁ, ଅଥଚ ଯେତେବେଳେ ଆମେ ପ୍ରାଇମେରୀ ତ କହିବିନି, ଅପର ପ୍ରାଇମେରୀରେ ପଢିଲା ବେଳୁ, ଏମଇ ସ୍କୁଲରେ ପଢିଲା ବେଳୁ ସାର୍ ଯେତେବେଳେ ଆମର ସାହିତ୍ୟର ବିଭିନ୍ନ ବିଭାଗକୁ ବୁଝେଇଛନ୍ତି, ଆଉ ବିଶେଷ କରି କବିତା ପଢିଲା ବେଳେ ଗୋଟେ କାହିଁ ଅତି ଆଧ୍ୟାତ୍ମିକ ଚେତନା ମନରେ ଜାଗ୍ରତ ହୁଏ। ଆଉ ସେଇ ଦିନରୁ ହିଁ ମୁଁ ମନେ ମନେ ଭାବିଥିଲି, ମୋର ସେତେବେଳେ ଗୋଟେ ସତ କଥା କହିବାକୁ ଗଲେ ଗୋଟେ ଭାବନା ଥିଲା ଯେ ବୋଧ ହୁଏ ଭଗବାନଙ୍କ କୃତ ଏସବୁ, ଆଉ ତାର ଦ୍ୱିତୀୟ କିଛି କରାଯାଇ ପାରେ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଧୀରେ ଧୀରେ ବୟସ ବଢିବା ସହିତ ସାରଙ୍କ ପାଖାପାଖି ଯେତେବେଳେ ଆମେ ହେଲୁ, ସେ ବୁଝେଇଥିଲେ ନାଇଁ ନାଇଁ ଏମିତି କବି ମାନେ ଅଛନ୍ତି, ଲେଖକ ମାନେ ଅଛନ୍ତି, ଆକୁ ଲେଖା ଯାଇ ପାରୁଛି। ସେତେବେଳେ ମୋ ମନରେ ଗୋଟେ ମଧ୍ୟ ଆସିଥିଲା ଭାବନା ଯେ ଆମେ ହେଲେ ଏମିତି ଲେଖିପାରନ୍ତୁ କି। ବିଶେଷ କରି ଯୋଉ ତୁମ ପରି ଛୋଟ ପିଲାଟିଏ ହଉ, ଗଛ କାଠୁରିଆ ହଉ, ଆଉ ବର୍ଷା କବିତା ହଉ, ଏଇ ଯୋଉ କବିତା ଗୁଡାକ ପଢିଲା ବେଳେ କେମିତି ଗୋଟେ ଅଲଗା ପ୍ରକାର ଭାବନା ଆସିଥିଲା ସେତେବେଳେ। ଆଉ ସେଇଦିନ ଠାରୁ ଷଷ୍ଠ ସପ୍ତମ ଶ୍ରେଣୀରୁ ସାହିତ୍ୟ ପ୍ରତି ଆଗ୍ରହ ରହିଛି। ଆଉ ଏଇ କଥା ମଧ୍ୟ ଆଜି ଆପଣଙ୍କ ମାଧ୍ୟମରେ କହିବାକୁ ଚାହିଁବି, ଆମେ 3-4 ଜଣ ସାଙ୍ଗ ସେତେବେଳେ ମଧ୍ୟ ବାହାରେ ଝରକାକୁ ଦେଖିକି କିଛି କିଛି ଲେଖିବାକୁ ଚେଷ୍ଟା କରିଥିଲୁ, ଆଉ ସାରଙ୍କୁ ଦେଖେଇଥିଲୁ। ଆମେ ତ ସେତେବେଳେ ଆଉ ଜାଣିନୁ ନା, ଆମେ ସାହିତ୍ୟ କଥା ଦେଖିକି ଅଙ୍କ ସାରଙ୍କୁ ନେଇକି ଦେଖେଇଥିଲୁ। ଆଉ ଏଇଟା ଆଜି ବି ହସ ଲାଗେ। ଆଉ ମୋର ଯେତେବେଳେ ପ୍ରଥମ ବହି ପ୍ରକାଶିତ ହେଲା, ମୋର ଅତି ପ୍ରିୟ ଶିକ୍ଷକ ଶ୍ରୀଯୁକ୍ତ ପ୍ରୀତାମ୍ବର ମଲ୍ଲ, ତାଙ୍କୁ ମଧ୍ୟ ସେଇଦିନ ଡାକିଥିଲା, ଆଉ ଅତି ଖୁସି ହେଇଥିଲେ ସେଦିନ। ସାର୍, ଆପଣ କହିଲେ ଆପଣ ଯେତେବେଳେ ପାଠ ପଢାପଢି କରୁଥିଲେ ସେତେବେଳେ ଗୋଟେ ଲେଖିବାର ଗୋଟେ ଆରମ୍ଭ ହେଲା। ସାର୍, ଘରେ ଏଇ ଆଜ୍ଞା, ଲେଖା ପ୍ରତି ଆପଣଙ୍କର ଯୋଉ ଆକୃଷ୍ଟ ଭାବ ଅଛି ବା ଭଲ ପାଇବା ଅଛି, ଘରେ କିଏ ବାରଣ କରିଥିଲେ ନା କିଛି କହିନଥିଲେ? ନାଇଁ, କାରଣ ଆମ ପଟେ କହିବାକୁ ଗଲେ ଟିକେ ସାହିତ୍ୟକୁ ଟିକେ କଣ ଗୋଟେ ଲେଖୁଛି, କଣ ଗୋଟେ କରୁଛି, ପାଠ ନ ପଢିକି ଏହା କରୁଛି, ପାଠ ପଢିଲେ ଭଲ, ଏଇଭଳି କିଛି ମତାମତ ରହେ। ତ ଘରୁ କିଛି ବାସନ୍ଦ କିଛି ଆସିଥିଲା ନା ଘରୁ ବି ସପୋର୍ଟ ମିଳିଥିଲା ଏ ଲେଖା ଲେଖି ପାଇଁ? ଘରେ କହିବାକୁ ଗଲେ ବାପା ଯଦିବା ଏତେ ଜାଣନ୍ତି, ମା ତ ସେତେ ପାଠ ପଢି ନାହାନ୍ତି ମୋର। ହୁଁ। ଆଉ ବାପା ଯେତେବେଳେ ମୋର ଥିଲା, ସେତେବେଳେ ବାପାଙ୍କ କର କମଳ ସେଟା ହବାର ଥିଲା, ହେଇପାରିଲାନି, ଅଫସୋସ। ତାପରେ ପରେ ବହୁତ ଗୁଡେ ଅଫସୋସ ତ ରହିଯାଇଛି। କିନ୍ତୁ ପ୍ରେରଣା ଥିଲା, କହିବାକୁ ଗଲେ ବାପା ମୋର ଟିକେ ଠାକୁର ବିଶ୍ୱାସୀ, ସେ ଆଧ୍ୟାତ୍ମିକ ଚିନ୍ତନର ଲୋକ। ଆଉ ବହୁତ ଖୁସି ହୁଅନ୍ତି ସେତେବେଳେ ଯେତେବେଳେ ମୁଁ କବିତା ପଢେଇବା କେହି ଜଣେ ଚର୍ଚ୍ଚା କରନ୍ତି ଯେ ନାଇଁ ପୁଅ ଲେଖି ପାରୁଛି, ବହୁତ ମାନେ ମନେ ମନେ ବେଶୀ ଖୁସି ହୁଅନ୍ତି। କିନ୍ତୁ ମୁଁ ମୋ ଆଗରେ କେତେବେଳେ ସେ ପ୍ରଶଂସା କରିନାହାନ୍ତି, ସିଏ ଏଇଟା ପରା ସତ କଥା। କିନ୍ତୁ ସେଥିପାଇଁ ବହୁତ ଖୁସି ହୁଅନ୍ତି। ସେଥିପାଇଁ ପରା ବାପା ସଦାବେଳେ ବାପା ହୋଇଥାନ୍ତି। କେତେବେଳେ ପୁଅର ପଛରେ ଯୋଉ ପ୍ରଶଂସା ଶୁଣନ୍ତି ବହୁତ ଖୁସି ଅନୁଭବ କରନ୍ତି, କିନ୍ତୁ ପୁଅକୁ କେତେବେଳେ ସାମ୍ନାରେ ପ୍ରଶଂସା କରନ୍ତି, କାଳେ ପୁଅ ଆଉ କିଛି ମାନେ ତାର ଆଗରେ କିଛି ଅସୁବିଧା ହବ ବା କିଛି ଆହୁରି ଯୋଉ ଭଲ କାମ କରୁଛି ଟିକେ ପଛକୁ ଘୁଚିଯିବ, ଏଇଭଳି ଭାବରେ ବୋଧ ହୁଏ ଭାବନା ରହିଥାଏ। କିନ୍ତୁ ସମସ୍ତଙ୍କର ଆଜ୍ଞା ବାପାଙ୍କର ଆଜ୍ଞା, ସ୍ୱପ୍ନ ନିଜ ପୁଅ ମୋଠାରୁ ଆଗକୁ ଯାଆନ୍ତୁ, ଆହୁରି ଆଗକୁ ବଢନ୍ତୁ, ଆହୁରି ସୁନ୍ଦର କରନ୍ତୁ। ବର୍ତ୍ତମାନ ନିଶ୍ଚିନ୍ତ ଆମେ ନିଶ୍ଚିନ୍ତ। ଆପଣଙ୍କର ଅନେକ କବିତା ରହିଛି ଏବଂ ଆପଣଙ୍କର ଛାନ୍ଦ କବିତା ମତେ ବହୁତ ଭଲ ଲାଗେ। ବିଶେଷ କରି ସମସ୍ତଙ୍କୁ ଗୋଟେ ଛାନ୍ଦ କବିତା ଶୁଣେଇବେ କି? ନିଶ୍ଚିନ୍ତ ଶୁଣେଇବି। ଏବେ ଆପଣ ତ ଏବେ ସଡନ ଇଏ କରିଲେ, କେତେଟା ନାହିଁ, ଏବେ ରିସେଣ୍ଟ ଯୋଉଟା ବାହାରିଥିଲା ଆମର ପ୍ରଣୟ ବିରହ ଚଉତିଶା, ସେଇଥିରୁ 2ଟି ପଂକ୍ତି ମୁଁ ମାତ୍ର ଶୁଣଉଛି। ଗୋଟିଏ ହେଲା ପ୍ରଣୟ ଉପରେ ପର୍ଯ୍ୟବେସିତ, ଆଉ ଏଇଟା ବେଶୀ ଖୁସିର କଥା, ବହୁତ ପାଲାକାରଙ୍କ ଦ୍ଵାରା ଏଇଟା ମଧ୍ୟ ଆପ୍ରିସିଏଟ ହେଇଛି। ଏବଂ କିଛି କିଛି ଗୋଟେ ଖୁସିର କଥା, ଆମ ପିଢିର ବୟସ ଆମର ବହୁତ କମ, କିନ୍ତୁ ପାଲାକାର ମାନେ ୟାକୁ ବେଶୀ ପସନ୍ଦ କରିଛନ୍ତି। ବିଶେଷ କରି ପ୍ରେମ ଆଉ ପ୍ରଣୟ ଏବଂ ବିରହ, ଏ ବାସ୍ତବରେ ଆମେ ଏଇଟାକୁ କହିବାକୁ ଗଲେ, ନୂତନ ପିଢି କେବଳ ପ୍ରେମ କହିଲେ ଯେ କେବଳ
ଶାରୀରିକ ବା ଇଏକୁ ବୁଝନ୍ତି ତାହା ନୁହେଁ। ବାସ୍ତବରେ ପ୍ରେମ ବହୁତ ଯେମିତି ଦେଖିବା ଆମେ ରସ ଯୁଗରୁ ବା ରୀତି ଯୁଗରୁ ଆରମ୍ଭ କରି ଏଯାବତ୍ ତାର ଅନ୍ୱେଷଣ ଚାଲିଛି। ଯେ କହିଲା ଭଳିଆ ଏପର୍ଯ୍ୟନ୍ତ ତାର ଅନ୍ୱେଷଣ ସରି ନାହିଁ କି ସରିବ ନାହିଁ। ଇଏ ତ ବହୁତ ଅତି କଠିନ ସେ ଯୋଉ ବାଟ ଯେମିତି କହିଲା ଭଳିଆ ଅତି କଠିନ ସେ ପ୍ରେମ ଚଲା ବାଟ, ପ୍ରତିପାଦେ ନ ଚାଲିବି ଥକିବା ସଙ୍କଟ। ବାସ୍ତବରେ ଏଠି ପାଦେ ପାଦେ ବିପଦ। ସେଇଥିପାଇଁ ତ କୁହାଯାଇଛି କି ବଡ଼ ନୃପ ସମ୍ପତ୍ତି, କି ବଡ଼ ହେବା ନୃପତି, କି ବଡ଼ ଇନ୍ଦ୍ର ସମ୍ପତ୍ତି, ସବୁ ସୁଖ ଉତପତି ସ୍ଥାନ ଦମ୍ପତି, ପାଣ୍ଡବେ ଘେନି ଦ୍ରୌପଦୀ, ସୀତା ଘେନି ରଘୁପତି, ମାନି ନଥିଲେ ବିପତ୍ତି ହେଲା ପ୍ରାପତି, ନାଶଇ ବିରହ ତପତି, ମାର ସରକୁଏ ବାଳା ବଜ୍ର ଗୁପତି। ପ୍ରେମ ସୁଧାନିଧି କବି ସମ୍ରାଟ ଭଞ୍ଜଙ୍କର ଇଏ ପଦ, ଅତି ସୁନ୍ଦର ପଦ। ଏଇ ପ୍ରେମ ଏବଂ ପ୍ରଣୟକୁ ନେଇକିରି, ବିରହକୁ ନେଇକି ଅନେକ ବହି ଗୁଡ଼ିଏ ପଢି ସାରିଲା ପରେ ମୋ ମନରେ ମଧ୍ୟ ଆସିଥିଲା ସେଇ ଭାବ, ଏବଂ ତାକୁ ନେଇକିରି ମୁଁ ମଧ୍ୟ ଚଉତିଶା ରଚନା କରିଛି। ଗୋଟିଏ ଚଉତିଶା ଏବଂ ଅନ୍ୟଟି ହେଉଛି ବିରହ ଚଉତିଶା। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସେଇଥିରୁ ଗୋଟିଏ ଦୁଇଟି ପଦ ଆପଣଙ୍କୁ ଶୁଣେଇବି। ଚଉତିଶା ତ ଆପଣ ମାନେ ଜାଣନ୍ତି କ ଠାରୁ କ୍ଷ ପର୍ଯ୍ୟନ୍ତ, ସେଇଥିରୁ ମାତ୍ର ଗୋଟିଏ ଦୁଇଟି ପଂକ୍ତି ଆପଣଙ୍କୁ ଶୁଣଉଛି। ମ ଅକ୍ଷରରେ ଦେଖନ୍ତୁ ଗୋଟିଏ ପଦ ଅଛି ମୋର ବିରହ ଚଉତିଶାର। ମନ୍ଦରକୁ ମୋଡ଼ିପାର ମୃତେ ପ୍ରାଣ ଯୋଡ଼ିପାର, ମତ ଗଜ ବାନ୍ଧି ବିନ୍ଧି ପାର ମୃଗେନ୍ଦ୍ର, ମୃଗ ତୃଷ୍ଣା ମଧ୍ୟେ ଜଳ ମେଷ ମାରେ ମହାବଳ, ମଣିଷ ମାତର ଜିଣି ପାରେ ଦେବେନ୍ଦ୍ର, ମାତ୍ର ମନମଥ ମନ୍ତର, ମୋଚନ କରିବ ନାହିଁ ମହିରେ ବୀର। ବାସ୍ତବରେ ଦେଖନ୍ତୁ ଏଇ ଯୋଉ ପଂକ୍ତିଟି ଅଛି, ମନ୍ଦରକୁ ମୋଡ଼ିପାର ମୃତେ ପ୍ରାଣ ଯୋଡ଼ିପାର। ଆପଣ ପର୍ବତକୁ ଭାଙ୍ଗି ଦେଇକି ଚୁରମାର କରିପାରନ୍ତି, ଗୋଟେ ମୃତ ବ୍ୟକ୍ତିକୁ ଜୀବନ୍ୟାସ ଦେଇପାରନ୍ତି, ପାଗଳା ହାତୀକୁ ମଧ୍ୟ ବାନ୍ଧି ଦେଇ ପାରନ୍ତି, ମତଗଜ ବାନ୍ଧି ବିନ୍ଧି ପାର ମୃଗେନ୍ଦ୍ର, ସିଂହକୁ ମଧ୍ୟ ଆପଣ ଶିକାର କରିଦେଇ ପାରନ୍ତି, ମୃଗ ତୃଷ୍ଣା ମଧ୍ୟ ଜଳ, ମରିଚିକାରୁ ଆପଣ ପାଣି ଠାବ କରିଦେଇ ପାରନ୍ତି, ମେଷ ମାରେ ମହାବଳ, ଗୋଟିଏ ମେଣ୍ଢା ବା ମେଷଟିଏ ମଧ୍ୟ ମହାବଳ ବାଘକୁ ଶିକାର କରିଦେଇ ପାରେ, ମାତ୍ର ମନମଥ ମଣିଷ ମାତର ଜିଣି ପାରେ ଦେବେନ୍ଦ୍ର, ଗୋଟିଏ ସାମାନ୍ୟ ମଣିଷ ମଧ୍ୟ ଦେବରାଜ ଇନ୍ଦ୍ରଙ୍କୁ ଜୟ କରିପାରେ, ମାତ୍ର ମନମଥ ମନ୍ତର, ମାତ୍ର ମନ୍ମଥ ବା ମାରର ମାୟାକୁ ମୋଚନ କରିବ ଏମିତି କେହି ବୀର ନାହିଁ। ଏଇ ଥିଲା ତାର ଭାବାର୍ଥ। ହଁ, ଏଇଭଳିଆ ଆଉ ଗୋଟିଏ ଶେଷ ପଦଟି ଆପଣ ସେଇଭଳିଆ ହ ଏବଂ କ୍ଷର ଗୋଟିଏ ପଦ ଆପଣଙ୍କୁ ଶୁଣାଉଛି। ଯେମିତି ଦେଖନ୍ତୁ, ହଂସ ଗମନାର ହଂସ ହଂସାକୁ ମୋ करे ध्वंस, हंस वाहन हस्त बिंब शोभा झुरी, हाटक बदनी हट हृदय मो पिटे छाट, हरिण नयना हरि चित्त मोहरी, हट हटा हुए ताबिने, हररी पुथर हर करे जे सने, क्षिति मध्य एही क्षेत्र क्षण स्थायी अटे मात्र, क्षण क्षण क्षीण प्राण प्रीति लोड़ई, क्षीर सागर बिहारी क्षमा क्षोभ कृपावरी, क्षीण बुद्धि लक्ष्मणर क्षणे डाकई, क्षुद्र प्राणे विरह दशा, खुरधार परिचूर करे सहसा। बहुत सुंदर भाई, बहुत सुंदर, एते सुंदर। आजिकाली ये युवपीढ़ी आम मानकर तो बर्तमान आम आधुनिक कविता भितर रही अच्छु, एवं ये कविता लिखिबा पाई निश्चित भाव में अधिक ज्ञान सहित तार छंद मात्रार ज्ञान निहाती आवश्यक, जहाँ आपण पाखर भरपूर होगी रही। ताले वर्तमान आपण सेही आ गोटे प्रणय चौतीसारु आपन गोटे जोड़िए पद सेही म आउ जर सुनाउची, भल लागिबो बोली आशा। निश्चित मोरे देखंतु दुईटी जाक तो ये होची छंद कविता आपण जो भलिया कहउतिले, आपण सुनिले चोखी रागर, ये होची कलहंस केदारर। म अक्षर रे म आपन को सुनाउची, मन मोहिनी मोह महिरे सार, मन मोहिनी मोह महिरे सार, मोहिनी लागि सिना माया संसार, मुख मयूख मणि माणिक जिणी, मरु मरीचिकारे से प्राण पाणी, जम जातना तुच्छ जुवती तुले,
ଯମ ଯାତନା ତୁଚ୍ଛ ଯୁବତୀ ତୁଲେ ଜଞ୍ଜିର ଜ୍ୱାଳା ଜିଣେ ସେପାଶେ ଥିଲେ ଯୋଗେ ଯୁକତ କର ଜୀବନ ମୋର ଯାଉ ଜୀବନ ଜି ସାଥିରେ ତୋର। ଏଇଭଳିଆ ବହୁତ ସବୁ ସୁନ୍ଦର, ଅନୁପ୍ରାସ ଆଜ୍ଞା ବହୁତ ଏବଂ ସୁନ୍ଦର ଭାଇ। ଛନ୍ଦ କବିତା। ତ ବର୍ତ୍ତମାନ ଭାଇ ଆମେ ଦେଖିବା, ଆମେ ଆଉ ଟିକେ କଥା ହବା ବର୍ତ୍ତମାନ ଯୁବପିଢିଙ୍କ ପାଇଁ। ତ ବର୍ତ୍ତମାନ ଯୁବପିଢି ଆମେ ଦେଖିବା କି ସାହିତ୍ୟ ପ୍ରତି ଟିକେ ବିମୁଖ ହଉଛନ୍ତି ନା ସାହିତ୍ୟକୁ ଆଦର କରୁଛନ୍ତି? ନାଇଁ ନାଇଁ, ସାହିତ୍ୟ ପ୍ରତି ବିମୁଖତା ବୋଲି କହିଲେ ହବ ନାହିଁ। ସାହିତ୍ୟ ପ୍ରତି ଅନେକ ବିଭାଗରେ ରୁଚି ରହିଛି ପିଲାଙ୍କର ଏବେ ଆଧୁନିକ। କିନ୍ତୁ ବର୍ତ୍ତମାନ ଆମେ ଯୋଉ ଦେଖିବାକୁ ଗଲେ ଫେସବୁକ୍ ହଉ, ଟ୍ୱିଟର ହଉ, ହ୍ୱାଟ୍ସଆପ ହଉ, ଯେତେ ସବୁ ସୋସିଆଲ ମିଡିଆ ରେ କିଛି କିଛି ଅଳ୍ପ ସମୟ ମଧ୍ୟରେ ପ୍ରସିଦ୍ଧି ଅର୍ଜନ କରିବାକୁ ଚାହୁଁଛନ୍ତି। ଏଇଟା ବର୍ତ୍ତମାନର ଯୁବପିଢି ପାଇଁ ଗୋଟିଏ ସଙ୍କଟ ବୋଲି କହିବାକୁ ପଡିବ। ମୋର ଆଶା ଆଉ ବିଶ୍ୱାସ, ଆମେ ପ୍ରଭୂତ ପରିମାଣରେ ବା ଅନେକାଂଶରେ ପଢିବା। ଯଦି ବହୁତ ଗୁଡିଏ ଜିନିଷ ଆମେ ଅଧ୍ୟୟନ କରିବା ଏବଂ ଜାଣିବା, ତାପରେ ଯାଇକି ଆମେ ଯଦି କିଛି ବାର୍ତ୍ତା ଦବାକୁ ଚାହିଁବା ନିର୍ଭୁଲ ହବ। ତା ବୋଲି ନ ପଢିକି କରିବା ଯେମିତି ଗୋଟେ ଦୀପଟେ ଜଳୁଥିବା ଦୀପଟିଏ ଯେମିତି ଅନେକକୁ ଆଲୋକ ଦେଇପାରେ, ଠିକ ସେମିତି ଜୀବନ ହଉଛି ଜୀବନ ସାରା ଇଏ ସ୍ୱାଧ୍ୟାୟ। ଜୀବନ ଏଇ ସ୍ୱାଧ୍ୟାୟ ହଉଛି